ଶ୍ରୀ ବିଦ୍ୟା ବାଟିକାରେ ପାଳିତ ହେଲା ବିଶ୍ୱ ଯୋଗ ଦିବସ। ସ୍ୱାସ୍ଥ୍ୟ ହିଁ ସମ୍ପଦ। ହିମାଳୟ ପରି ଶରୀର ଗଠନ ହୋଇଥିଲେ ମଧ୍ୟ ଶରୀର ମଧ୍ୟରେ ଅନେକ ମାରାତ୍ମକ ରୋଗ ସୃଷ୍ଟି ହୋଇଥାଏ, ଯେଉଁ ରୋଗ କି ମଣିଷର ଜୀବନ ବି ନେଇଯାଏ। ଆଉ କିଛି ରୋଗ ଦାଉରୁ ମଣିଷ ବଞ୍ଚିଯାଏ ସିନା, କିନ୍ତୁ ପଙ୍ଗୁ ଅଥର୍ବ ହୋଇ ଜୀବନ କାଟିଥାଏ। ଶରୀର ପ୍ରତି ଯତ୍ନ ନେଉଥିବା ମଣିଷ ହିଁ ନିଜ ଜୀବନକୁ ଚିହ୍ନି ପାରିଥାଏ, ଆଉ ସେ ହିଁ ସୁସ୍ଥ ଆଉ ନିରୋଗ ସମାଜ ଗଠନ କରିପାରିଥାଏ। ସେମିତି ଏକ ସୁସ୍ଥ ଶରୀର ଆଉ ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଯୋଗ ଯେ ପ୍ରତ୍ୟେକ ମଣିଷ ପାଇଁ ଆବଶ୍ୟକ, ଏହା ସମସ୍ତେ ଜାଣିଛନ୍ତି। ଆଉ ବହୁଳ ଭାବରେ ପ୍ରଚାର କରି ପ୍ରତ୍ୟେକ ମଣିଷ ସମାଜ ପାଖରେ ଯୋଗର ପ୍ରଭାବ ପଡ଼ିବା ପାଇଁ ବିଶ୍ୱ ଯୋଗ ଦିବସ ପାଳନ କରାଯାଇଥାଏ। ପ୍ରତ୍ୟେକ ମଣିଷ ଦୈନିକ ଯୋଗ କଲେ ଶରୀର ସୁସ୍ଥ ରହିବା ସହିତ ବିଭିନ୍ନ ମାରାତ୍ମକ ରୋଗରୁ ନିଶ୍ଚିତ ଭାବରେ ମୁକ୍ତି ମିଳିଥାଏ। ତୁରୁମୁଙ୍ଗାଠାରେ ଥିବା ଶ୍ରୀ ବିଦ୍ୟା ବାଟିକା ସ୍କୁଲରେ ଆଜି ଯୋଗ ଦିବସ ପାଳିତ ହୋଇଯାଇଛି। ଶ୍ରୀ ବିଦ୍ୟା ବାଟିକାର ନିର୍ଦ୍ଦେଶକ ଅନିଲ ଚାୱଡ଼ା ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଯୋଗ ଶିକ୍ଷାରେ ନିୟୋଜିତ କରିଥିଲେ। ବର୍ତ୍ତମାନରୁ ଯୋଗ ଅଭ୍ୟାସ କରିଲେ ଭବିଷ୍ୟତ ପାଇଁ ଜଣେ ସୁସ୍ଥ ଓ ନିରୋଗ ମଣିଷଟିଏ ଗଠନ ହୋଇପାରିବ। ତେଣୁ ଛାତ୍ରଛାତ୍ରୀମାନେ ଯୋଗକୁ ଆପଣାଇ ନେଲେ ସୁସ୍ଥ ସମାଜଟିଏ ଗଠନ ହୋଇପାରିବ ବୋଲି ଆଶା ରଖିଛନ୍ତି। ଖୁବ୍ ଉତ୍ସାହ ସହକାରେ ଛାତ୍ରଛାତ୍ରୀମାନେ ଯୋଗ କରୁଥିବା ଦେଖିବାକୁ ମିଳିଛି। ବିଦ୍ୟା ସହିତ ସ୍ୱାସ୍ଥ୍ୟ ପ୍ରତି ଅଧିକ ଗୁରୁତ୍ୱ ଦେଇ ଆସୁଥିବା ଶ୍ରୀ ବିଦ୍ୟା ବାଟିକା କେବଳ ଯେ ବିଶ୍ୱ ଯୋଗ ଦିବସରେ ହିଁ ଯୋଗ କରୁଛନ୍ତି ତାହା ନୁହଁ, ବିଭିନ୍ନ ସମୟରେ ଯୋଗ ଶିକ୍ଷା ଦେବା ସହିତ ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ୱ ଦେଇ ଆସିଛନ୍ତି। ଆଉ ଯୋଗ ଶିକ୍ଷାକୁ ସମ୍ପୂର୍ଣ୍ଣ ପାଠପଢ଼ାରେ ସଂଯୋଗ କରାଯାଇଛି ବୋଲି ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରକାଶ କରିଛନ୍ତି। ପାଟଣାରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।